ଆଉ ଗାଡି ଧଉଛନ୍ତି ଆମର ଝୁନା ମାଉସୀ ଆଇ ଲାଲ ଚୋଡି ଜୟ ଜଗନ୍ନାଥ। ଗୋଟେ ଛୁଆ ଗୋଟେ ସାରି ବସିଛନ୍ତି, ସେ ଗାଟାକୁ ଧୋଇଲେ ଥଣ୍ଡା କରିଦଉ। ବିରାଜ ସାର୍ ସୋନାକ୍ଷୀ ତମ ଗୋଡ ଧରୁଛି। ନମସ୍କାର, ଜୟ ଜଗନ୍ନାଥ। ବାବାଙ୍କ ଆଶୀର୍ବାଦରୁ ଆଉ ଗୋଟେ ଏପିସୋଡକୁ ସ୍ୱାଗତ। ଖାଇବା ଚାଲିଛି, ରୋଷେଇ ଡବଲ ଧମକା। ଏପଟେ ଚାଲିଛି ସନ୍ତୁଳା, ଏପଟେ ମାଉସୀ କରୁଛି ସ୍ପେଶାଲ ଗୁଆ ଘିଅ ପକେଇକି ସିମାଇ ପରଟା, ଗୁଆ ଘିଅ ପରଟା ଚାଞ୍ଚି ଦେବି। ଆଉ ଯେହେତୁ ମୁଁ ଆଇଁଷ ଖାଉନି, ସାଧା ଖାଉଛି, ଆଉ 2 ଘଣ୍ଟା ପରେ ଆଇଁଷ ଖାଇବି। ଏବେ ସାଧାର ଚାଲିଛି, ପୁରା ଖାଇବା ଜୋରଦାର ଚାଲିଛି। ଆଉ 2 ଘଣ୍ଟା ପରେ ଆଇଁଷ ଖାଇବି, ସେଥିପାଇଁ ମୁଁ ବହୁତ ଖୁସି। 15 ଦିନ ହେଇଗଲା, ଡକ୍ଟର କହିଥିଲେ 15 ଦିନ ଖାଇବନି। ସ୍ପେଶାଲ ସନ୍ତୁଳା ଖାଇବା ଚାଲିଛି। ଆଉ ରୁମ୍ ପାଖରେ ରୁମ୍ ପାଖରେ ବଢିଆ ଖାଇବା ଗରମ ଗରମ ଖାଇବା ରେଡି। ଦେଖନ୍ତୁ, ଗୁଆ ଘିଅ ପରଟା, ଆଳୁ ଚକଡ଼ା, ସନ୍ତୁଳା, ସିମାଇ ରୋଷେଇ ଟାଣିଦେବି। ଆଉ 2 ଘଣ୍ଟା ପରେ ଖାଇବି ଆମିଷ। ଜୟ ଜଗନ୍ନାଥ, ଜୟ ମା ତାରିଣୀ, ଜୟ ମା ଶାରଳା। ବାପାଙ୍କ ଆଶୀର୍ବାଦରୁ ଆଉ ଥରେ ମୋ ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଆଜି ଗୋଟେ ପଡକାଷ୍ଟ କରିବା। ପଡକାଷ୍ଟ କାରଣ ଆମ ଯାତ୍ରାରାଣୀ ସିଂହମାଇଲର ଜଣେ ନୂଆ କଳାକାର ଯୋଗ ଦେଇଥିଲେ ଏ ବର୍ଷ। ଅଳ୍ପ ବହୁତ କି ଜାଣିଥିବେ, ଆଉ ତାଙ୍କ ସହିତ ବହୁତ ସାରା କଥା ହେବା। ଯେହେତୁ ସେ ବର୍ଷ ଆମ ପଟେ ନୂଆ ଯୋଗ ଦେଇଛନ୍ତି, ଯାତ୍ରାରେ ବି ନୂଆ ଫାର୍ଷ୍ଟ ଟାଇମ୍। ଗୋଟେ ବଢିଆ ଇଣ୍ଟରେଷ୍ଟିଂ କଥା, ବହୁତ ସାରା ଡ୍ରାମା କରିଛନ୍ତି। ଡ୍ରାମା କଲା ପରେ ସେ ଆସିକି ଆମ ସିଂହମାଇଲରେ ଯୋଗ ଦେଇଛନ୍ତି। ତାଙ୍କର ପରିଚୟ ହେଲା, ତାଙ୍କ ନାଁ ହେଉଛନ୍ତି ଦେବୀ ମିଶ୍ର, ଦେବୀ ନନା। ଆଉ ସେ ଗୁରୁ ମିଶ୍ର ସାର୍ ଯୋଉ ଅଛନ୍ତି, ତାଙ୍କ ବଡ ଭାଇ। ଆଉ ସେ ପ୍ରଥମ ଥର ପାଇଁ ଆଗରୁ ଆମ ଯାତ୍ରା ବହୁତ ଦେଖିଛନ୍ତି। ତୁଳସୀଠୁ ଆରମ୍ଭ କରି ସୂର୍ଯ୍ୟ ମନ୍ଦିର, ସିଂହମାଇଲ ବି ଦେଖିଥିଲେ। ଯାହା ଆଉ ଆମ ସହିତ ସେ ବର୍ଷ ଯୋଗ ଦେଇଛନ୍ତି। ତାଙ୍କ ସହିତ ବହୁତ ସାରା କଥା ହବ। ଠିକ ଅଛି, ଜୟ ଜଗନ୍ନାଥ। ଆଉ ପରିଚୟ ଦେବେ, ନନା ପରିଚୟ ଦେବେ, ଘର ଠିକଣା, ଆଉ ଆଗରୁ କଣ କରୁଥିଲେ, ଆଉ କଣ ପାଇଁ ଏତେ ଲେଟରେ ଯାତ୍ରାକୁ ଆସିଲେ। ଯେହେତୁ ଗୁରୁ ସାରଙ୍କ ଭାଇ, ତାଙ୍କ ଘରେ ମାନେ କଳା ସୃଷ୍ଟି, ଆଉ ଯେହେତୁ କଳାକାର ପରିବାରରେ ଜନ୍ମ, ଆଉ ଏ ବର୍ଷ ସିଂହମାଇଲ ଯୋଗ ଦେଇଛନ୍ତି। ଯୋଉ 2 ଜଣ ନୂଆ କଳାକାର ଯୋଗ ଦେଇଛନ୍ତି, ଝୁନା ମାଉସୀ ଆଉ ଦେବୀ ନନା, ତାଙ୍କ ବିଷୟରେ ସବୁ କିଛି ଜାଣିବା। ନନା କୁହନ୍ତୁ। ଘର ହଉଛି ଢେଙ୍କାନାଳ ଜିଲ୍ଲା ଭୁବନ ଗାଁରେ। ବହୁତ ଲେଟରେ ଆସିଲି, ଯୋଉଟା କଥା ହଉଛି। ମୁଁ ଆକ୍ଚୁଆଲି ମୋର ପ୍ଲାନିଂ ନଥିଲା କେବେ ଯାତ୍ରାକୁ ଆସିବା ପାଇଁ। ମୁଁ ବିଜନେସ କରୁଥିଲି ଗାଁରେ, ବିଜନେସ ଚାଲିଥିଲା, ସବୁ ଠିକ ଠାକ ଥିଲା। ସମୟ ଇଏରେ ଆସିବାକୁ ପଡିଲା ଯାତ୍ରାକୁ। ଯାତ୍ରା ପୂର୍ବରୁ ଡ୍ରାମା କରୁଥିଲେ, ବହୁତ ଡ୍ରାମା କରିଛି, ଡିରେକ୍ସନ କରିଛି, ଆକ୍ଟିଂ ବହୁତ କରିଛି। ଆକ୍ଟିଂ ତ ମାନେ ଦୋଳ ଦଣ୍ଡ ଆମର ଚାରିଆଡେ କରେ। ଆଉ ଟୁର୍ଣ୍ଣାମେଣ୍ଟ, ବହୁତ ଯାତ୍ରା ଟୁର୍ଣ୍ଣାମେଣ୍ଟରେ ବହୁତ ଆକ୍ଟିଂ କରିଛି। ଆଉ ସେ ଡ୍ରାମା ଆଉ ଯାତ୍ରା ଭିତରେ ବହୁତ 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 ତଫାତ୍ କେତେ? ବହୁତ ତଫାତ, ବହୁତ ତଫାତ। ଫରକ କଣ? ନାଇଁ, ବହୁତ ଫରକ ଲାଗୁଛି ସତ କଥା। ମାନେ ଡ୍ରାମାରେ ବହୁତ ଜିନିଷ ଥିଲା, ଡ୍ରାମା ଯାତ୍ରା ଭିତରେ ଅଛି ତଫାତ, କିନ୍ତୁ ଏଠି ମତେ ଗୋଟେ ନୂଆ ଭଳିଆ ଲାଗୁଛି। ଏଟା ସତ କଥା ମୁଁ କହୁଛି। ଅଭିନୟ କଲା ବେଳକୁ ଟିକେ ମନରେ ଭୟ ବି ଆସୁଛି। କିଛି ଭୟ କରିବା ଦରକାର ନାହିଁ। ସମସ୍ତେ ଡ୍ରାମା ବି ମୁଁ କରିଛି। ଡ୍ରାମାରେ ଏମିତି ବଢିଆ ବଢିଆ ଆର୍ଟିଷ୍ଟ କଳାକାର ଅଛନ୍ତି, ଆମକୁ ବି ସେ ହଜେଇ ଦେବେ। ହଁ, ମୁଁ ଦେଖିଛି, ସତ୍ୟ ସତ୍ୟ। ମୁଁ ଦେଖିଛି ଏମିତି ବଢିଆ ବଢିଆ କଳାକାର ବହୁତ ଟ୍ୟାଲେଣ୍ଟ ଅଛନ୍ତି, ମାନେ ଏତେ ସୁନ୍ଦର ଅଭିନୟ କରନ୍ତି। କିନ୍ତୁ ସେ ସବୁ ଜବ୍ କରିଛନ୍ତି, ଫ୍ୟାମିଲି ତାଙ୍କ ପ୍ରୋବ୍ଲେମ ଥିବ କି ଆସିପାରୁନାହାନ୍ତି ଯାତ୍ରାକୁ, କିନ୍ତୁ ବଢିଆ କରନ୍ତି। ତଫାତ ଏଇଟା, ସିଏ ମାସ ମାସ ଧରି ରିହର୍ସାଲ ହୁଏ। ଇଏ ଏବେ ଯୋଉ ଟାଇମରେ 10 ଦିନରେ ଗୋଟିଏ ନାଟକ ହଉଛି। ଆଉ ଡର ଯୋଉ କହୁଛନ୍ତି, ସେଟା ରହୁଛି। ଯେହେତୁ ମୁଁ ଫାର୍ଷ୍ଟ ଟାଇମ ଜଏନ କରିଛି, ଟିକେ ମନ ଭିତରେ ଭୟ ଆସୁଛି, କିନ୍ତୁ ସେ ଭୟ କିଛି ନାହିଁ। ରହିବନି। ସେଠି ସେ ଜୋନ ଲାଗିଥିଲା, ଲାଇଟ ଲାଗିଥିଲା, ବିଜିଏମ ବାଜୁଥିଲା, ସେଠି ବି କଳାକାର ଥିଲେ, ଏଠି ବି କଳାକାର ଥିଲେ, ସେଠି ବି ଫୁଲ ଦର୍ଶକ, ଏଠି ବି ଫୁଲ ଦର୍ଶକ। ସେଇଟା ମନର ଭୟ କିଛି ନାହିଁ। ଆଉ ଗୋଟେ କଥା, ସମସ୍ତେ ନୂଆରୁ ହିଁ ସୃଷ୍ଟି କରିଥାନ୍ତି, କେହି ମା ପେଟରୁ ଶିଖିକି ଆସିନଥାନ୍ତି। ନନା ମୋଠୁ ବହୁତ ବୟସରେ ବଡ, ବହୁତ ଅଭିଜ୍ଞତା, ଦୁନିଆକୁ ବହୁତ ଆଗରୁ ଦେଖିଛନ୍ତି।
ବହୁତ ନାଟକ ଦେଖି ଦେଖି ଯାତ୍ରା ଶିଖିଛନ୍ତି। ଡ୍ରାମା ନନା ଯଦି ଡ୍ରାମା କରିଛନ୍ତି ମୁଁ ଡ୍ରାମା କରିବି, ମୁଁ ମାତ୍ର 2ଟା ଡ୍ରାମା କରିଛି। ହଁ ଡ୍ରାମା କରିଛି। ସବୁଠୁ ବଡ କଥା ହେଲା ତାଙ୍କ ସହିତ ଆମର ଆଗରୁ ବି ସମ୍ପର୍କ ବହୁତ ଥର ଦେଖା ବହୁତ ହେଇଛି। ସମ୍ପର୍କ। ପିୟୁଷ ଭାଇଙ୍କ ସହିତ ବହୁତ ସାରା ସମ୍ପର୍କ ଦେଖା ହେଇଛି। ଯାଉ ସେ ଆସି ଆମ ପାର୍ଟିରେ ଯୋଗ ଦେଇଛନ୍ତି। ଆଉ ଯୋଉ ଡର ଭୟ କିଛି ନାହିଁ। ଆଉ ପ୍ରଥମେ ସେ ଆଉ ଏଇଟା ଜାଣିଥାନ୍ତୁ, ମୁଁ ବି ଯଦି ବି ଡ୍ରାମାକୁ ଆସିଥାନ୍ତି, ପିୟୁଷ ଯୋଉ ପାର୍ଟିରେ ଥାନ୍ତା, ଆଉ ସେ ମାନେ ସିଂହ ବାହିନୀ ଆସିବ ବୋଲି ମନ ଭିତରେ ଭାବିଥିଲି। ଏଇଟା ସତ କଥା। ଅନ୍ୟ କୌଣସି ଯାତ୍ରା ପାର୍ଟିକି ବହୁତ ସୁଯୋଗ ଆସିଥାନ୍ତା ଚାହିଁଥିଲେ, କିନ୍ତୁ ମୁଁ ସିଂହ ବାହିନୀ କି ଆସିବି। ଆଉ ବେସିକାଲି ପିୟୁଷ ଥାନ୍ତା, ସମ୍ପର୍କ ତମେ ଭଲ। ଥାନ୍ତା, ଏସବୁ ଜିନିଷ ନା ଥିଲେ ଭାଇ ମତେ ସହିତ ଟିକେ ଭଲ ସମ୍ପର୍କ ଲାଗେ। ଯେହେତୁ ଭଲ ବ୍ୟକ୍ତିଗତ, ଆମେ ବି ଯେତେବେଳେ ଢେଙ୍କାନାଳରେ ଯାତ୍ରା ପଡେ ନନା ଛିଡା ହୁଅନ୍ତି ସବୁବେଳେ ଆମକୁ ସେଠି ହଁ ହଁ ଚା ଗୋଟେ ହଁ ସ୍ପେଶାଲ ଚା ଆଉ ଏମିତି ଏମିତି ଜିନିଷ ଖାଇବା ପିଇବା ଜିନିଷ ଦିଅନ୍ତି। ବହୁତ ଥର ଭେଟ ହେଇଛି। ଯାଉ ସେ ଆସିକି ଆମ ପାର୍ଟିରେ ଯୋଗ ଦେଇଛନ୍ତି। ଆଉ ଭଲ ମନ୍ଦ ଏବେ କିଛି କହିବାର ନାହିଁ, ନାଇଁ କାରଣ ବହୁତ କିଛି ଶିଖିବାର ଅଛି। ବାସ୍। ଶେଷ ପର୍ଯ୍ୟନ୍ତ ଦୈତ୍ୟ ନନା ବି ଏପର୍ଯ୍ୟନ୍ତ ଶିଖୁଛନ୍ତି। ହୁଁ। ମୁଁ ଦେଖିଛି ମିରର ଆଗରେ ବସିକି ମେକଅପ୍ ହେଲା ପରେ ମୁହଁକୁ ଦେଖନ୍ତି। ନିର ନନାଙ୍କଠୁ ବହୁତ କିଛି ଶିଖିବାର ଅଛି। ଯିଏ ଏବେ ଲିଜେଣ୍ଡ ଅଛନ୍ତି, ବହୁତ ପୁରୁଣା। ହୁଁ। ସେଥିରେ ଡର ଭୟ କିଛି ନାହିଁ। ଆଉ ସବୁଠୁ ବଡ କଥା ହେଲା ନନା, ମୁଁ କହୁଛି ଆମର ଯୋଉ ଟିମ୍, ବହୁତ ବଢିଆ ଟିମ୍। ଆମ ଟିମ୍ ଗୋଟେ ମୁଁ ଗର୍ବର ସହିତ କହେ ଆମର ଭରି କୋଅପରେଟିଭ, କୋଅପରେଟିଭ ପୁରା ହାତ ଧରିକି ଚାଲିବା ଇଏ। ନିହାତି ନିହାତି। ଆମେ ଯେ ସବୁଠୁ ସହର ଭଲ କରୁଛୁ ତାର କିଛି ଗ୍ୟାରେଣ୍ଟି ନାହିଁ। ସମସ୍ତଙ୍କର ଭୁଲ ଅଛି, କିନ୍ତୁ ଆମ ସହିତ ପୁରା ଦୌଡିବାର ଅଛି। ନାଇଁ ନିଶ୍ଚିନ୍ତ ଦୌଡିବା। ଏବେ ବି ମୁଁ ସତ କଥା ବି କହୁଛି, ଏବେ ଯୋଉ ଏଇ ଟିମ୍ ଆମର ଯୋଉ ଆସିଛି ସିଂହ ବାହିନୀ ଟିମ୍, ମାନେ ଯାତ୍ରାଠୁ ଟିକେ ଅଲଗା, ପୁରା ହଟକେ। ସତ କଥା ଏଟା। ଆଉ ଏମାନେ ଯୋଉମାନେ ଅଭିନୟ କରୁଛନ୍ତି, ପିୟୁଷ ତ୍ରିପାଠୀ ହୁଅନ୍ତୁ, କ୍ଷିତୀଶ ହୁଅନ୍ତୁ, ବବଲୁ ହୁଅନ୍ତୁ, ମାନେ କହିହବନି, ମାନେ ଏତେ ବଢିଆ, ଏତେ ଆଗକୁ ସେମାନେ ଗ୍ରୋ କରିଗଲେଣି। ମାନେ ତାଙ୍କ ଅଭିନୟ ଏତେ ଉଚ୍ଚକୋଟୀର ହେଇଗଲାଣି। ମତେ ଏବେ ବହୁତ ଲୋକ ପଚାରୁଛନ୍ତି କଣ କେମିତି କ୍ଷିତୀଶ କରୁଛି, ମୁଁ କହିଲି ବହୁତ ବଢିଆ କରୁଛି। ଆପଣ ଆସିକି ଦେଖନ୍ତୁ ଥରେ, ମାନେ ମୁଣ୍ଡ ବୁଲେଇ ଦବ। ତା ଅଭିନୟ ଏତେ ଉଚ୍ଚକୋଟୀର ହେଇଗଲାଣି, ମାନେ ମୁଣ୍ଡ ବୁଲେଇ ଦବ। ଏଇଟା ଏମିତି ବି ମୁଁ ଲୋକଙ୍କୁ ନାଇଁ କହୁଛି, ସତ ସେମିତି କଥା କିଛି ହେଲା। ନାହିଁ। ନାଇଁ ହେଇଛି ସତ। ଆମର ଗୋଟେ ଗୋଟେ ଆମର ଗୋଟେ ଟିମ୍ ୱାର୍କ ଦରକାର। ହୁଁ। ଆମେ ତଳେ ନାଟକ ପୂର୍ବରୁ ପ୍ରତ୍ୟେକ ଦିନ କି ଦର୍ଶକ ମାନେ ଆସୁଛନ୍ତି ବାସ୍ ଟିକେଟ କାଟିବା ପାଇଁ, ଆମେ ଆମ 100ରୁ 100% ଦେଖିବାକୁ ଚାହୁଁ। ନିହାତି ନିହାତି। କାରଣ ଦର୍ଶକ ମାନେ 400-300 ଟିକେଟ ଦେଇକି ହୁଁ ଆସୁଛନ୍ତି। ସିଂହବାହିନୀ ଏଡେ ବଡ ବ୍ରାଣ୍ଡ। ହୁଁ। ଆଉ ଯେହେତୁ ସାରା ଓଡିଶାରେ ଚର୍ଚ୍ଚା ସିଂହବାହିନୀ ଭଲ କହିଲେ ଖରାପ କଲେ ସବୁବେଳେ ଚର୍ଚ୍ଚା। ଦେଖନ୍ତୁ ଚର୍ଚ୍ଚା ସବୁବେଳେ ସିଂହବାହିନୀ ଚର୍ଚ୍ଚା। ଚର୍ଚ୍ଚାରେ ଅଛି। ହଁ। ଆମର ସେମିତି କିଛି ନଥାଏ। ଆମେ ବି ବହୁତ ଶିଖିବାର ଅଛି। ଆମେ ଏତେ ବି ଭଲ କରୁନୁ, କିନ୍ତୁ ଚେଷ୍ଟା କରୁଛୁ ଦର୍ଶନ ଯେମିତି ସକାଳୁ ଉଠିକି ଗଲା ବେଳକୁ ଚେୟାର ଉଠିକି ଗେଟ୍ ବାହାରକୁ ଗଲା ବେଳକୁ ଆମକୁ ଭଲ ଲାଗିଲା। ସେତିକି ଦରକାର। ନନା ଆସୁଛନ୍ତି, ତାଙ୍କର 2ଟା ନାଟକର ପାର୍ଟ ପଡିଛି। ଏଡା ଯୋଉ ଭଲ ବଢିଆ ସୁପରହିଟ ନାଟକ, ପୂର୍ବ ବର୍ଷର ସୁପରହିଟ ନାଟକ ବଜରଙ୍ଗୀ, ସେଥିରେ ବଢିଆ ପାର୍ଟ ପଡିଛି ଦୀପକ ଭାଇଙ୍କ ପାର୍ଟ। ଆଉ ଦୀପକ ଭାଇ ବହୁତ ପୁରୁଣା ବହୁତ କଳାକାର ବହୁତ ଉଚ୍ଚ। ଆଉ ବହୁତ ବଢିଆ ଆର୍ଟିଷ୍ଟ, ଅଲରାଉଣ୍ଡର ବହୁତ ଆର୍ଟିଷ୍ଟ। not ମୋର ଭାରି ପସନ୍ଦ ସିଏ, ହୁଁ। ବହୁତ ବଢିଆ କରନ୍ତି। ମୋର ବି ପସନ୍ଦ। ହଁ, ତାଙ୍କ ଜାଗାରେ କରୁଛନ୍ତି ହୁଁ। ପାର୍ଟ। ଏଇ ଛୋଟ ମୋଟ ଭୁଲ ହବ, ହୁଁ। କିଛି ଟେନସନ ନାହିଁ। ଆମେ ଅଛୁ ଘୋଷାରି ଦବୁ। ହେଇଯିବ। ଦୁଇଟା ବଜରଙ୍ଗୀ ନାଟକ ଜମା 2 ରାତି ପ୍ଲେ ହେଇଛି। ରିହର୍ସାଲ ତ ହେଇନଥିଲା, ଏଇଠି ଜଷ୍ଟ ଟିକେ ଆମେ ମିଳାମୁଳି କରିକି ଯାଇଛୁ, ତ ଟିକେ ଟିକେ ଛୋଟ ମୋଟ ଏତେ ଭୁଲ ଲେଟ୍ ରହୁଛି। ରେ କାହିଁ ଆସିଲା, ଆଗରୁ ଆସିଲାନି? ସେତେବେଳେ ହିରୋ ହବ, ଫିଗର ଆପଣଙ୍କର ପେଟ କମେଇକି। ନାଇଁ ବହୁତ ଭଲ ଥିଲା ଫିଗର। ଆଉ ସେଇ କଥା, ଆଉ ଯଦି ଆଗରୁ ଟିକେ ପଳେଇ ଆସିଥାନ୍ତେ ସେତେବେଳେ ପୁରା ସେଟେଲ ହେଇଯାଇଥାନ୍ତେ। ତଥାପି ଛାଡିବୁନି, ଏଇଠି ଖେଳ କରିଦେଇକି ଯିବେ ନନା, କିଛି ନାହିଁ। ଆଉ ଘରେ ସବୁ କିଏ କିଏ? ଘରେ ଆମେ ତ 2 ଭାଇ, ମୋର ଜଣେ ବଡ ଭଉଣୀ ଅଛି, ଆଉ ସେ ବି ବାହା ହେଇଯାଇଛି। ଭାଇନା ଅଛନ୍ତି, ଗୋଟେ ଭଣଜା ଗୋଟେ ଭାଣିଜୀ। ଆଉ ମୋ ସାନ ଭାଇର ଝିଅଟା ଅଛି, ଆମ ସମସ୍ତଙ୍କର ଗୋଟେ ବୋଲି ଝିଅ, ଗେଲା ଝିଅ। ଆଉ ପୁଅଟା ବାଇଆ ପୁଅଟା। ଆଉ ମୋର 2ଟା ପୁଅ। ବଡ ପୁଅ ପଢୁଛି ସେଞ୍ଚୁରିଆନ ୟୁନିଭରସିଟିରେ ପଢୁଛି, 3rd ଇୟର କମ୍ପ୍ୟୁଟର ସାଇନ୍ସରେ ବିଟେକ୍ କରୁଛି। ଆଉ ସାନ ପୁଅର +2 ସେକେଣ୍ଡ ସାଇନ୍ସ। ଆଉ ସାର୍ ତ ପାଖରେ ଥିଲେ, ସାରଙ୍କୁ କହିକି ଆଗରୁ ଆସିଲେନି। ନାଇଁ ପ୍ଲାନିଂ ନଥିଲା ବା, ଆସିଲି ପୁଣି ଆସିଲି। ଆଉ କଣ ଆସିବି 2-3 ଏବେ ସାର୍ କଥା ହେଲେଣି? ହଁ, ଯେ କଣ ସବୁଦିନ ହଉଛି, କଥା ହଉଛି। ସବୁଦିନ କଣ କଥା ଖବର ହଉଛି। କଣ ନାହିଁ ନାଟ ବିଷୟରେ? ହଁ, ସବୁଦିନ କଥା ହଉଛି। ଏଇ କଥା ସାର୍ ହଉଛି। ଶୁଣୁଥିବେ, ଆମ ବିଷୟରେ ପଚାରୁଥିବେ ତ? ନାଇଁ ପଚାରୁଛନ୍ତି, ସବୁବେଳେ ସେ ଜାଣିଛନ୍ତି ଯେ ଗୁରୁ ସାରଙ୍କ ସହିତ ମୋର ଯୋଉ ହାଇଦରରେ ଦେଖା, ହଁ ଆଉ ସାର୍ ବହୁତ ରଜନୀଗନ୍ଧା ଖାଆନ୍ତି। ବହୁତ ଆଣି ଦେଇଥିଲି। ସାର୍ ମତେ ଡାକି କହିଲେ ଟୋକା, ଆଉ ପାର୍ଟ ଟିକେ ଇଏ ପଡିବ ସିଏ ପଡିବ, ମୁଁ କହିଥିଲି ସାର୍ 2ଟା ସିନ୍ ଭଲ ସିନ୍, କିଛି ନାହିଁ। ତୁ ବହୁତ ଆଗକୁ ଯିବୁ, ବ୍ୟସ୍ତ ନା। ମାନେ ମତେ ଟିକେ କୋଣାର୍କରୁ ଫେରି ଦେବି ସେତେ କହୁଥିଲି। କୋଣାର୍କ ପାର୍ଟି ସେତେ ସାରଙ୍କ ଟିକେ ଭଲ। ହୁଁ। ସାର୍ ଟିକେ ମତେ କୋଣାର୍କ ପାର୍ଟି ଟିକେ ପୁରେଇ ଦେବି। ଆଉ ଯିବୁ ବ୍ୟସ୍ତ କାହିଁ ମତେ ଯିବୁ। ହୁଁ। ମାନେ ମୋର ସାର୍ ତୁଳସୀ ଯେ ସ୍ୱପ୍ନ ପୂରଣ ହେଇଯାଇଛି, ହୁଁ। କୋଣାର୍କ ଶିବାନୀ ଅଛି, ଟିକେ ଯିବା ଆଉ। କାରଣ ସେ ଗୋଟେ ବ୍ରାଣ୍ଡ। ବହୁତ ବହୁତ। ଆଉ ଯିବା ଟିକେ, ତାର ଗଲା ମୁଁ ଅଛି, କାହିଁ ବ୍ୟସ୍ତ ଅଛି।
ଆଉ ସାର୍ ମତେ ବଢିଆ ଲାଗେ। ସାର୍ ସବୁବେଳେ ପୁରା ଚକାଚକ ପୁରା ସାର୍ ନାଇଁ ଦାଢି ଫାଡି କାଟି ପୁରା ଚକାଚକ ରାଇମନ ଭଳିଆ ରାଇମନ ସାର୍ ଭଳିଆ ତାଙ୍କର ଚେହେରା ବହୁତ ବଢିଆ ଲାଗେ। ସବୁବେଳେ ବାସୁଥିବେ ସାର୍। ଆମେ କିନ୍ତୁ ଦି ଭାଇ ଯାକ ବହୁତ ଡ୍ରାମା କରୁଛୁ। ହଁ ମତେ ଲାଗେ ସିଏ ବଡ ଆପଣ ସାର୍। ନାଇଁ ସିଏ ଏବେ ମୋର ଚେହେରା ଟା ଡାଉନ ହେଇଯିବାକୁ ତାର ଟିକେ ମାନେ ନା ହେଲ୍ଦି ଆପଣ ଆଉ ଟିକେ ଡାଉନ ହବା ଦରକାର। ହଉ ଆପଣ ହେଇଯିବ। ପେଟ ପେଟ କମେଇଲେ ନାଇଁ କମିଯିବ ସବୁ ଠିକ ଠାକ ଟିକେ ହେଇଯିବ। ଡାଉନ ହେଲେ ଭଲ ଲାଗିବ। ଆମେ ବି ବହୁତ ଡ୍ରାମା କରୁଛୁ, ବହୁତ ନାଟକ କରୁଛୁ, ଟୁର୍ଣ୍ଣାମେଣ୍ଟ ବି ବହୁତ ଯାଇଛୁ। ତାପରେ ବି ସେ ବି ଡିରେକ୍ସନ ବି ଆମକୁ କରିଛୁ। ଏମିତି ବି ହେଇଛି situation। ଭୁବନ କଳା ମାଟି। ବହୁତ କଳାର ମାଟି ସେ ଭୁବନ ପ୍ରକୃତରେ। ହଉଛି ଏସିଆର ସବୁଠୁ ବଡ ଗାଁ। ବଡ ଗାଁ କଳାର ମାଟି। ଆମ ପରିବାର ବି ଗୋଟେ କଳାର ପରିବାର। ହଁ ବହୁତ ବଢିଆ ବାପା ମତେ କଳାକାର ଥିଲେ, ସେ ତ କଳାକାର ଅଛି, ସାନ ଭାଇ ମୁଁ ତ ଅଛି, ଜେଜେବାବା ବି କଳାକାର ଥିଲେ, ଆଉ ମୁଁ ସମସ୍ତେ। ଫେସବୁକ ରେ ଦେଖେ ଯୋଉ ମୋ advertise ମା ଆସେ। ମୋ ମା ବି ଗୋଟେ କଳାକାର, ସିଏ ବି ଲେଖିଦବ ଗୀତ ଫିତ କବିତା, ଇଏ ଗୋଟେ ମତେ କଳା। ବଢିଆ ଲାଗେ କଣ ଭୁବନର ଗୋଟେ ଅଛି ସବୁ ଫେସବୁକ ରେ ଆସେ ବଳଦ ଯାତ୍ରା ହଁ ଆଉ ବହୁତ ବଢିଆ ୟୁନିକ୍ ବଢିଆ ୟୁନିକ୍ ହଁ ପୁରା ବହୁତ ୟୁନିକ୍। ସାଂସ୍କୃତିକ ହଁ କାମ ଆଉ ଓଡିଆ ପରମ୍ପରା ଯୋଉ ବହୁତ ସେ ବହୁତ ଗାଁରେ ଅଛି। ବହୁତ ବହୁତ ବଢିଆ ଲାଗେ ସେ ଗାଁକୁ ମୁଁ ଦେଖେ ୟୁଟ୍ୟୁବ ରେ ଫେସବୁକ ରେ। ଆଉ ସ୍ୱର୍ଗତ ଜ୍ଞାନ ଭାଇ ତ ସେଇ ଗାଁରୁ। ହଁ। ଆଉ ଭାଇଟା ବଡ ଭାଇ ଆମର ଜ୍ଞାନ ତ ଚାଲିଗଲେ। ଚାଲିଗଲା, ତା ପାଇଁ ତ ବହୁତ ମନ ଦୁଃଖ। ବହୁତ ବନ୍ଧୁକ ବହୁତ ବଢିଆ କଳାକାର ଥିଲା। ହୁଁ। ଆଉ ଏଡେ ବଡ ଟୋକା ଲୋକ କିନ୍ତୁ ତା ମନରେ କିଛି ନଥାଏ। ନା ବହୁତ ଖୋଲା ହୃଦୟର ପିଲାଟା, ବହୁତ ଖୋଲା ହୃଦୟ। କିଛି ନାହିଁ ନା ଟେନସନ ନାହିଁ ଆମେ ଅଛୁ ହଁ, ପୁରା ଗୋ ଗା। ଆଉ ମାସେ ଦେଢ ମାସ ପରେ ଦେଖ ଆପଣ ଏମିତି ଦୌଡିବେ ମାଝି ହେଇଯାଇଥିବ ଆପଣ ଦୌଡିକି ଟୋଟାଲ ଯାଇକି 4 ରାଉଣ୍ଡ ଆସିବେନି ଆମେ ସେଠି ଥକି ଯାଇଥିବୁ। ପହଞ୍ଚିବା। କିଛି ଟେନସନ ନାହିଁ ବିନ୍ଦାସ ରୁହନ୍ତୁ ଖାଆନ୍ତୁ ପିଅନ୍ତୁ। ଆମେ ଅଛୁ ଆମେ କଣ ଅଛୁ ଆପଣ ଆମେ ଆପଣଙ୍କଠୁ ଶିଖିବୁ କାରଣ ଆପଣ ବହୁତ ଯାତ୍ରା ଦେଖିଛନ୍ତି ବହୁତ ଡ୍ରାମା କରିଛନ୍ତି। ଆମର ଯୋଉଠି ଭୁଲ ଆପଣ କହିବା ନିହାତି ଦରକାର କିଛି ସେଇଟା ହେଲାନି ଏଇଗୁলা କଲେ ଭଲ ଲାଗିବ। ହଁ କିଛି ଡରିବାର ନାହିଁ ହୁଁ। ଏଠି ସେମିତି କେହି ନାହାନ୍ତି। ନା ନା ବାବୁ ବି ବହୁତ ଭଲ ବହୁତ ବହୁତ ଭଲ ମ୍ୟାନେଜର ବାବୁ। କତରୁ ଆମର ସବୁ ଲୋକ ସମସ୍ତେ ଯେତିକି ଅଲ୍ ଷ୍ଟାଫ୍ ମୁଁ ତ ଷ୍ଟଫ୍ ଦେଖୁଛି ସତରେ ଭଲ ସମସ୍ତେ। ବହୁତ ବଢିଆ। ଆଉ କୋଉଠି କଣ ହେଇପାରେ କିନ୍ତୁ ଆମର ଯୋଉ ଅଲ ଷ୍ଟାଫ ବହୁତ ଭଲ। କୁନା ଭାଇ ଅଛନ୍ତି ଚିତ୍ତନନ ଅଛନ୍ତି। ଆପଣ ବାବୁ ସିନିୟର ଯେତେବେଳେ ସୁଯୋଗ ଦେଲେ ମତେ ସେଇଟା ତ ବଡ କଥା ନା। ହଁ ମାନେ ଯେତେବେଳେ ଭାବିଲେ ଯେ ନାଇଁ ସେ ପିଲାଟା ନୂଆ ପିଲାଟାକୁ ଆଉ ତାଙ୍କର ମନଟା ସେ ଯୋଉ ପ୍ରଥମେ ତାଙ୍କ ଏଗ୍ରିମେଣ୍ଟ ହଉଥିଲା ତାଙ୍କ ମନର କଥାଟା ମୁଁ ବୁଝିଲି ମତେ ବହୁତ ଭଲ ଲାଗିଥିଲା। ତ ହୃଦୟରୁ ମୁଁ କହୁଛି ମତେ ବହୁତ ଭଲ ଲାଗିଥିଲା କାରଣ ତାଙ୍କ ଚିନ୍ତାଧାରାଟା ବହୁତ ଭିନ୍ନ। ତେଣୁ ସେ ନିଶ୍ଚିତ ସେଥିପାଇଁ ତ ଆଜି ସିଂହ ଭାଇ ନା ଏକ ନମ୍ବର ପ୍ରତ୍ୟେକ ଅଛି। ପ୍ରତ୍ୟେକ ପାର୍ଟିରେ ନୂଆ ନୂଆ କଳାକାର ସୁଯୋଗ ନୂଆ ନହେଲେ ପୁଣି ଆସିବେ। ଆସିବେ କେମିତି? ଆଉ ନୂଆ ଆମେ ପୁଣି ନୂଆରୁ ଆସିଥିଲୁ ମୁଁ ବି ପୁରା ନୂଆ ହୁଁ। ଡ୍ରାମା ମୁଁ ଆପଣଙ୍କ ଜୋନରେ ଛିଡା ହଉଛନ୍ତି ମୁଁ ମଝି ମଝି ପଳଉଥିଲି ଡାଇସି ମଝିରେ ଯାଇ ପଳଉଥିଲି କେତେବେଳେ ସିନି ପଡିବ ପଳେଇକି ପୁଣି ଫେରି ଆସୁଥିବି ଓ ଭୁଲ ଜାଗାକୁ ପଳେଇ ଆଇବି ଏମିତି ପରିସ୍ଥିତି ହେଇଛି। ଆଉ କିଛି ନାହିଁ ଆମେ ଅଛୁ ନା ପୁରା ଶେଷରେ ଖେଳ କରିବା ପୁରା ଭଲ। ମତେ ଏଠିକି ଆସିକି ବହୁତ ଖୁସି ଲାଗୁଛି ଯେ ନାଇଁ ଯାହା ହଉ ବି ଭଲ ଜାଗାରେ ପହଞ୍ଚିଛି। ଆଗରୁ ଆସିବାର ଥିଲା ବହୁତ ଡେରି ହେଇଗଲା। ଆଉ ନା ଆସିବାର ଥିଲା ଯେ ଡ୍ରାମା ଆପଣ କରୁଥିଲେ କଣ ଗୋଟେ ଦିନ କରୁଥିଲେ ଶୋଉଥିବେ ହୁଁ ପୁଣି 2-4 ଦିନ ପରେ ଗୋଟେ କରୁଥିବେ। ହୁଁ ଏଠୁ କଣ୍ଟିନ୍ୟୁ ଏବେ କଣ 5ଟା କ୍ୟାମ୍ପ ହେଇଗଲାଣି ହୁଁ ରାତିରେ ସେତିକି ଟିକେ ଶୋଉଛି। ଦୁଃଖ ଲାଗୁଛି ଯେ ମୁଁ ଯାଇପାରୁନି ଏବେ ଘରକୁ। ଘର କଥା ବହୁତ ମନେ ପଡୁଛି। ମୋ ସ୍ତ୍ରୀ କଥା ବେଶୀ ମନେ ପଡୁଛି ମା କଥା ବେଶୀ ମନେ ପଡୁଛି। କାହିଁକି ମା ର ଘରେ ଆଉ କେହି ନାହାନ୍ତି ପିଲା ଦିଟା ବର୍ତ୍ତମାନ ବାହାରେ ଅଛନ୍ତି। ମା ଅଛି ଆଉ ମୋ ୱାଇଫ ଅଛି ଆଉ ଭାଇ ତ ଯାଉଛି ସବୁଦିନ ଦେଖା ସାକ୍ଷାତ କରିବା ପାଇଁ ଯାଉଛି। ଆଉ ସବୁ ପରେ ମୁଁ କହିବି ମୁଁ ଆଜି ଯେତିକି ବାଟ ବି ଆସିଛି ମତେ ଗଢିଥିବା ମୋର ସେଇ ଗୁରୁ ଅ, ମତେ ଘରୁ ଟାଣି ନେଇକି 8 ବର୍ଷ ଛୋଟ ପିଲାଟେ ହେଇଥିଲି ମତେ ନେଇଗଲେ ନାଟକ କରେଇଲେ। ପ୍ରଥମ ନାଟକ ମୋର ଥିଲା ନିଷିଦ୍ଧ ପଲ୍ଲୀକ ନେବା ହଜିଲା ଝିଅ ସାଜିଲା ବୋହୁ। ନାଟକ ଗୁରୁ ଥିଲେ ବିଜୟ କୁମାର ସାହୁ ଆମ ଗାଁର ଜଣେ ଗୁରୁ ତ ନୁହେଁ ତାଙ୍କୁ ଆମେ ବାପା ବୋଲି ମୁଁ ଏବେ ତାଙ୍କୁ ସମ୍ବୋଧନ କରୁଛି ସବୁବେଳେ ସମ୍ବୋଧନ କରେ କାହିଁକି ନା ସିଏ ବାପର କର୍ତ୍ତବ୍ୟ ବି କରନ୍ତି। ଖାଲି ଯେ ନାଟ ଶିଖାନ୍ତି ତା ନୁହେଁ ଆମେ ପାଠ ପଢିଲୁ କି ନାହିଁ ଆମ ମେଡିକାଲ ପଢିଲେ ସେ ଯାଇକି ଆମ ପାଖରେ ଠିଆ ହେବେ। ଯୋଉ ଟୁର୍ଣ୍ଣାମେଣ୍ଟ ନାଟକ ଥିବ ମୋ ହିରୋ ନୂଆ ଡ୍ରେସ ପିନ୍ଧିବ ବୋଲି ନୂଆ ଡ୍ରେସ ଯାଇକି ମାର୍କେଟରୁ କିଣିକି ଆଣିକି ମୋ ହିରୋ ଏଇଆ ପିନ୍ଧିକି ଯିବ। ଏତେ ସୁନ୍ଦର ଆମେ 2 ଜଣ ସାଙ୍ଗ କରୁଥିଲୁ ମୋର ଗୋଟେ ସାଙ୍ଗ କୁନୁ ମୁଁ ଆମେ ତାଙ୍କ ସହିତ ହିରୋ କରୁଥିଲୁ ଆଉ ସମସ୍ତେ ବାପ ତୁଲ୍ୟ ଡ୍ରାମା ଥିଲେ ଆମର। ଡ୍ରାମାରେ ଯୋଉମାନେ ସାର୍ ମାନେ ଥାନ୍ତି ବହୁତ ଭଲ ପାଇବା ମିଳେ। ବହୁତ ମୁଁ ବାପ ଯୋଉ ତୁଲ୍ୟ। ପ୍ରଥମ ସାରେ ଡ୍ରାମା କରିଥିଲି ହଁ ଆମର ବୈତରଣୀ ଶଶୀ ପଣ୍ଡା ବୋଲି ଜଣେ ଥିଲେ ହଁ ଶଶୀ ସାର୍ ହଁ ସେ ବହୁତ ଭଲ ପାଏ ଏବେ ଯୋଉ ଦେଖିଲି କୁଣ୍ଡେଇ ଗେଲ ଫେଲ କରି ବାସ୍ କରନ୍ତି। ସେ ଚାଲିଗଲେଣି ସେକେଣ୍ଡ ଗୌରଙ୍ଗ ସାର୍ ହଁ ଗୌରଙ୍ଗ ସାର୍ ଜାଣିଛୁ କି ଯାଜପୁର ଗୌରଙ୍ଗ ସାର୍ ଆଉ ମାନସ ଭୂୟାଁ ମାନସ ଭୂୟାଁ ତ ମତେ କହୁଥିଲେ ବା ମାନସ ଭୂୟାଁ ମୋର ଅତି କ୍ଲୋଜ। ସେ ତାଙ୍କୁ ମାନସ ପଚାରିବେ ମୋ ଅଭିନୟ କେମିତି। ମାନସ ସାର୍ ମୁଁ ବାଣେଶ୍ୱର ଫାଷ୍ଟ ହଁ। ମାନେ ଆଗେ ଡ୍ରାମା ତାପରେ ଦେଖିଲି ମତେ ବହୁତ ନାଇଁ ମାନସ ଭୂୟାଁଙ୍କୁ ପଚାରିବେ ଏ ଯୋଉ ଆସିଛନ୍ତି ସିଏ କେମିତିଆ କଣ। ବହୁତ ବଢିଆ ଲାଗନ୍ତି ଆଉ ପୁରା। ଅଭିରାମ ସାର୍ ଜଣେ ଥିଲେ ଅଭିରାମ ମିଶ୍ର ତାପରେ ନାଟ୍ୟ କଳାଭୂଷଣ ପୀତାମ୍ବର ମିଶ୍ର ସିଏ ବି ମତେ ନାଟକ ଶିଖେଇବାର ସୁଯୋଗ ମିଳିଛି। ଆଉ ବିକ୍ରମ ମହାପାତ୍ର ଟୁର୍ଣ୍ଣାମେଣ୍ଟରେ ବିକ୍ରମ ଆଉ ସାର୍ ରାଜଗୁରୁ ବିଜୟ ଦାସ ଆଉ ଆମର ଧୁନା ସାର୍ ଶିଖେଇଥିଲେ କୁଆଖିଆ ଧୁନା ସାର୍ ତାଙ୍କ ଭିତରେ ବି ନାଟକ କରିଛି। ଜାଣି ସାର୍ ଆଉ ଲାଷ୍ଟରେ ଆମର ନାଟକ ମୁଁ ଶିଖୁଥିଲି ଆମର ଆମେ ଯୋଉ ଦଣ୍ଡରେ ଯାଇଥିଲୁ ସେ ସାର୍ ସୁଭାଷ ପଣ୍ଡା ସାର୍
ତାଙ୍କ ସାଙ୍ଗେ କରିଥିଲି ଚାଲିଥିଲା ବହୁତ ସାର୍ଙ୍କ ସହିତ ସେମାନଙ୍କର ଆଶୀର୍ବାଦ ପାଇଁ ମୁଁ ଆଜି ପଦେ ଦି ପଦ କହିପାରୁଛି ଏତେ ବଡ ବଡ କଳାକାରଙ୍କ କିଛି ସାମ୍ନାରେ ବଡ ଠିଆ ପଡ ନାହିଁ ସେଟା ହେଇପାରିଛି ଲଗାନ୍ତୁ। ସେଇଟା ମାନେ କହୁଛି ମାନେ ସତ କଥା ମତେ ଆମ ଲାଗୁଛି ପାଟିରେ କାରଣ ସବୁଠୁ ଆଜି ବୟୋଜ୍ୟେଷ୍ଠ କଳାକାର ହେଲେ କୁନା ଭାଇ, ଚିତ୍ତ ନନା, ଜଗ ନାହିଁ। ନାଇଁ ଚିତ୍ତ ନନା ବି ଆମେ ବହୁତ ସବୁ ଛୁଆ, କୋଅପରେଟିଭ ଆମ ଜଗନ ଭାଇ ପାଖରେ ଜମା ବଡ କୋଅପରେଟିଭ ନାଇଁ ଲଗାନ୍ତୁନି। ନାଇଁ ନାଇଁ ଚିତ୍ତ ଭାଇ ଜଗନ ଭାଇ ଆଉ ଆମର କୁନା ଅନିମା ନା କୁନା ହଁ ସିଏ ଅନିମା ଆମର ବୟୋଜ୍ୟେଷ୍ଠ, ସମସ୍ତେ ସେ ବଡ କେହି କୋଅପରେଟିଭ କଳାକାର ନାହିଁ, କଳାକାର ସବୁ ଆଉ ସମାନ। ନାଇଁ ଏବେ ବି ଯୋଉ ଟ୍ରେଣ୍ଡ ଚାଲିଛି ବର୍ତ୍ତମାନ ଓଡିଶାରେ ଗୋଟେ ଟ୍ରେଣ୍ଡ ଚାଲିଛି ସେ ଟ୍ରେଣ୍ଡ ହେଲା ପିୟୁଷ କ୍ଷିତିଶ ଆଉ ବବଲୁ ବି ତାଙ୍କ ସହିତ ଅଛି ଆଉ ଆମର ଯୋଉ ଝିଅ ମାନେ ଆମର ଯୋଉ ପିଙ୍କି ଆଉ ସୁଇଟ ଆଉ ଶଶୀ ବିଶେଷ କରି ଏକ୍ସଲେଣ୍ଟ ଆର୍ଟିଷ୍ଟ ଆଉ ମତେ ସବୁଠୁ ନାଟକରେ ଏତେ ନାଟକ ଭିତରେ ମତେ ଗୋଟେ ସିନ୍ ଭଲ ଲାଗୁଛି ସବୁଠୁ ସବୁ ତ ଭଲ ହଉଛି ମୁଁ ଅନ୍ତର୍ଗତ କହୁଛି ଶଶୀର ଆଉ ପିୟୁଷର ଯୋଉ ସିନ୍ ଟା ହଁ। ମଲା ଯା ସେ ଏତେ ସୁନ୍ଦର ଲାଗୁଛି ଆଉ ଆମର ମ୍ୟୁଜିକ ଷ୍ଟାଫ ଯେମିତି ଆମର ସିଙ୍ଗର ମାନେ ସେମିତି ଡି କୃଷ୍ଣା ଅଛନ୍ତି ଆଉ ସସ୍ମିତା ଅଛି କିନ୍ତୁ ସମସ୍ତେ ଭଲ ଅଛନ୍ତି ସିଂହ ବାହିନୀ ଆଉ ବାବୁ ମତେ ସୁଯୋଗ ଦେଇଥାଏ ବାବୁଙ୍କୁ ଏଇଠୁ ମୁଣ୍ଡିଆ ମାରୁଛି ବାବୁ କେମିତି ଠିକ ଅଛି, କ୍ୟାରିୟର ଟା ଗଢି ଆମ ମାସେ ଭିତରେ ତବଲା ତୋड़ ପରଫର୍ମାନ୍ସ ଦେଇକି ପୁରା ଘାଣ୍ଟି ଦବ। ଜୟ ଜଗନ୍ନାଥ। ନମସ୍କାର। ଏବେ ଆମର ଚାଲିଛି ଗାଡି ଧୁଆ, ଆଉ ଗାଡି ଧୋଉଛନ୍ତି ଆମର ଝୁନା ମାଉସୀ। ମୁଁ ତାଙ୍କୁ ଟିକେ ସାହାଯ୍ୟ କରିଥିଲି। ଏଇ ଆଇଲାଲ ଯୋଡି ଦେଖିଲେ ମତେ ଡର ଲାଗୁଛି, ଦୁଆର ମୋର ପଳାଉଛି। ଦେଉଳିଆ ତିନିଟା ବାନ୍ଧିନି ଗୋଟେ ଲୋକ ପାଇଁ, କୁଆଡେ ଗୋଟେ ଲୋକ ଗାଡିରେ ପଳେଇଛନ୍ତି, ଆମେ ଏଠି ବସୁ ଫାଷ୍ଟ ହାଉସ କୁଆଡେ ଦୂରେଇ କଥା କହିଲା କାମୁଡି ପକେଇ ସେଇ ଦୁର୍ଦ୍ଦାନ୍ତ ଫାଦର ଚିତପାଡି ଗୋଟେ ଛୁଆ ଗୋଟେ ସାରି ବସିଛନ୍ତି, ବସ୍ତାନି ଧରି ବେଗ ଧରି ମୁରୁକି ମୁରୁକି ହସିଲେ ଚିତ୍ତ ପାଡି। ଦୂରରୁ ଗଲେ କହିଦଉଛି, ପାଖରୁ ଗଲେ ମାରିବ। କି ହସ, ଓ କୋଟିଏ ଟଙ୍କା ତ ଆଉ ଚାଲିଛି ଚାଲିଛି। କଣ ଖାନା ପିନା ହେଲା, କୁଆଡେ କଣ ବେଗ ପତ୍ର ଥୁଆ ହେଇଛି, କଣ ବାହାରିଲ ନା କଣ? ମାଉସୀ ମାଉସୀ ଆଉ ମାଉସୀର ମାଉସୀ କଣ ପଳେଇବ ନା କଣ? ପଳା ପଳା, ତୁ ରହି କଣ କରୁଛୁ ପଳା। ହୁଁ ତୁଲସ ସେ ଗାଟାକୁ ଧୋଇ ଥଣ୍ଡା କରିଦବୁ। ଯେତେବେଳେ ଦେଖୁ ଧୋଇଲା ନା ନାଇଁ, ତାକୁ ଜ୍ୱର ହେଇଥିବ, ମୁଁ ମେଡିସିନ ନା ଭାଇ ଗାଟା ଧୋଇଦେଲେ ମୋ ଜ୍ୱର ଚଢିଯିବ। ଦାୟିତ୍ୱ ସମ୍ପନ୍ନ ପିଲାଟା ତ, ତାର ଯୋଉ ବଡି ଲୋ ବାପ, ଅନେକ ମୁଚୁଣ୍ଡିଆ ହସ। ଏଇ ଯୋଉ ଆମ ଯୋଉ ବିରଜ ସାରେ ଏଇ ତାପରେ କଣଟା ଅନେକ ମୁଚୁଣ୍ଡିଆ ହସ। କହି ଦଉନାହାନ୍ତି ଭିଡିଓ କରିବେ ବୋଲି, କଣ ଭାବିକି ଆସୁଛି। ଟୁଲୁ ଟିକେ ହସି ଦେଇଛି, ଅନା ଟିକେ ଟୁଲୁ, ଅନା ଟିକେ ଅନା ଟିକେ ଅନା ଟିକେ ଅନଉନି ଟିକେ, ତେଣୁ ତମେ ଶୁଣୁନି କାହିଁ ଟୁଲୁ ମୋ କଥା, ତା ପୁଅ ଅନା ଚଢିଗଲା ଉପରେ। ହଁ ଥଣ୍ଡା କରିଦେବି ହଁ ଆଉ ଯୋଉଠିକି ଯିବାନି ନା, ସେଠି ଗଲେ ଟୋଟାଲ କଳା ହେଇଯିବ। ଏଇ ହଉଛି କଳାକାର ଜୀବନ, ଆଜି ଏଠି କାଲି ସେଠି ରହିଥିଲେ ଆଜି ଏକାଠି ସବୁ ପର୍ଣ୍ଣ ଶ୍ୱଶୁର ଘରେ ଆଜି ଏଠି କାଲି ସେଠି ପର୍ଣ୍ଣ ଶ୍ୱଶୁର। ଚାଲିଛି। ଏଇ ହଉଛି ଦୁନିଆ ଉକୁଣି ପାନିଆ। ଆଜି ଏକାଠି ଥିଲୁ ବୋଲି ସବୁ ମିଶିକି ତା ରୁମରେ ପଚାଉଥିଲି, ଖାଇଦଉଥିଲି, କାଲି କୋଉଠି ଖାଇବି ଆଉ। ମୁଁ ଯାହା ଦେବି ସେୟା ଖାଇବା ବାଧ୍ୟ। ସେ ଖାଇ ବାଧ୍ୟ। ମୋ ବୋଉ କହିଲା ମୁଁ ଶଳା ଛୁଟିଆ
ମାଉସୀ ଦେଖୁଛ ତ ବିରଜ ସାର୍ ବିରଜ ସାର୍ କେମିତି 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 ଏ ହଉଛି କହିବା କଥା ନାହିଁ ମୁଁ ଟିକେ ସମସ୍ତଙ୍କ ଚାଲିଛି ସାର ଦେଖୁଥିବେ ବିରଜ ସାର୍ ଆମର ଯୋଉ ଏବେ ହିଟ୍ ମ୍ୟୁଜିକ ଡାଇରେକ୍ଟର ଯୋଉ ବଢିଆ ବଢିଆ ଗୀତ ଦଉଛନ୍ତି ମନର ସରକାର ତମ ଭିଡିଓ ପକେଇଥିଲ ଏଡା ଆଉ ଗୋଟେ ଛୁଆ ଗୋଟେ ଶାଢୀ ବିରଜା ପ୍ରସାଦ ସାର୍ ତାଙ୍କ ଦ୍ୱିତୀୟ ଚାଲୁଟା ପ୍ରସାଦ ତମ ପୁଅକୁ ସିଏ 25 ବର୍ଷ ସେ ବ୍ଲାକ୍ ଏଣ୍ଡ ଶୁଣାବା ଏବେ ବି ଛାତି ତଳା ଦୁଃଖ ଏ କାହାର ଭଏସ କୁନା ଭାଇ ଆମର ଯୋଉ ଫାଦର ଅଛନ୍ତି ତାଙ୍କ କହିବା ଟାଇମ୍ लो ଶୁଭୁଛି ତମ ପୁଅ ବହୁତ ଭଲ ମଣିଷଟେ ହେ ଝୁନା ମାଉସୀ ଏ ଯୋଉ ଏଡା ନାଟକର ତୋ ନାଁ କଣ ହେଇଛି ସୋନାକ୍ଷୀ 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 ତମ ଗୋଡ ଧରୁଛି ତମେ ମୋ ଝିଅକୁ ଛାଡି ଦିଅ ମୁଁ ତମ କଥା ଦଉଛି 24 ଘଣ୍ଟା ଭିତରେ ସେ ଇନ୍ସପେକ୍ଟରକୁ ସବସ୍କ୍ରାଇବ କରିବି 25 ବର୍ଷ ସେ ବ୍ଲାକ୍ ଏଣ୍ଡ ଶୁଣବା ଏବେ ଛାତି ତଳା ଦୃଶ୍ୟ ବାକି ଅଛି ତ ଭଉଣୀ ବି କମ ସୁନ୍ଦରୀ ନୁହଁ ଯଦି ବନ୍ଧା ଥିବ ଏବେ ତମ ନାଟ ଗୋଟେ କରିଥିଲ ଗାଁରୁ ଆସୁଛି ଗୌରୀ ନାନୀ ବଢିଆ ନାଟ ଗୋଟା ଏଇ ଗୌରୀ ନାନୀ ସରପଞ୍ଚ ହବୁ ମାନେ ସବୁ ଜୀବନ ବଢିଆ ନାଟ ଗୋଟେ ଏଇ ତାଙ୍କର ବଢିଆ ପାଠ ଥିଲା ନା ସେ ଯୋଉ ମା ଗୀତଟା କୁହନ୍ତି ନାଇଁ ମା ବାପ ସିନ୍ଟା ସେ ଗୀତଟା ବଢିଆ ଗୀତ ମୁଁ କାନ୍ଦି ପକେଇବି ଏଟା ପଡିଥିଲା ତମାଣ୍ଡରେ ପଡିଥିଲା ସେ ନାଟକଟା ତାପରେ ବନ୍ୟା ହେଲା ବାତ୍ୟା ହେଲାନି ନା ହୁଡୁ ନା କଣ ହବ ବସି ଖାଲି ମଟନ ଖାଇଲା କାଳିଆ ସୁଲୁଲୁଲୁ ଟୁଇଁ ଡାଇରେକ୍ଟ